ଏ ଭିଡ଼ିଓଟା କେବଳ କନ୍ଧମାଳ ଜିଲ୍ଲା ପାଇଁ। ତ ବିଗତ କିଛି ଦିନ ହେବ କନ୍ଧମାଳରେ ଗୋଟେ କଣ୍ଟ୍ରୋଭର୍ସି ଚାଲିଛି ଗୋଟାଏ ମେଡ଼ିକାଲ କଲେଜର ନାମକରଣକୁ ନେଇ। ଆରେ ଭାଇ, ଗୋଟାଏ ମେଡ଼ିକାଲ କଲେଜର ନାମ ତ ପୂର୍ବରୁ ଦିଆଯାଇଛି, ପୁଣି ଥରେ ସେ ନାଁଟାକୁ ଚେଞ୍ଜ କରି ଜଣେ ବାବାଙ୍କର ନାଁ ଦେବେ, ଭାଗବତାରୀଙ୍କର, ଲକ୍ଷ୍ମଣାନନ୍ଦ ବେଦାନ୍ତ କେଶରୀ। ସେ ଯାହା ବି ହଉ, ସେ କଥା ତ ସମସ୍ତେ ଜାଣନ୍ତି, କିନ୍ତୁ ଗୋଟାଏ ବିଷୟ ମୁଁ କହିବାକୁ ଚାହେଁ ଯେ ଆଜି ଯାହାକୁ ବେଦାନ୍ତ କେଶରୀ ଭାବେ କନ୍ଧମାଳରେ ଘୋଷଣା କରିବାକୁ ଯାଉଛନ୍ତି, ସେହି ବ୍ୟକ୍ତିର କିଛି ଦୁଶ୍ଚିନ୍ତାଧାରା ପାଇଁ 2006ରୁ ଆରମ୍ଭ କଲେ ଆଉ 2008 ପର୍ଯ୍ୟନ୍ତ ସାରା କନ୍ଧମାଳକୁ ବହୁତ ହଇରାଣ କରିଛନ୍ତି। କନ୍ଧମାଳବାସୀଙ୍କ ମଧ୍ୟରେ ମଧ୍ୟ ସମସ୍ତେ ସମାନ ନୁହନ୍ତି। କିଏ କହୁଛି ଲକ୍ଷ୍ମଣାନନ୍ଦଙ୍କର ନାଁକୁ ମେଡ଼ିକାଲ ନାଁରେ କନଭର୍ଟ କଲେ ମୁଁ ଖୁସି ଅଛି, ଅଞ୍ଚଳ ଖୁସି ଅଛି, ସମସ୍ତେ ଖୁସି ଅଛନ୍ତି। ସମ୍ପୂର୍ଣ୍ଣ ମିଛ, ବୁଝିପାରିଲେ? ସମ୍ପୂର୍ଣ୍ଣ ମିଛ, ପୁରା ଭ୍ରାନ୍ତ ଚିନ୍ତାଧାରା। ଆଉ ଏଠି ଲକ୍ଷ୍ମଣାନନ୍ଦ ନାଁରେ ମେଡ଼ିକାଲ କଲେଜଟାର ନାଁଟାକୁ କନଭର୍ଟ କରିଦେଇ ସରକାର ତା'ର ରାଜନୀତିର ଫାଇଦା ଉଠାଇବାକୁ ଚେଷ୍ଟା କରୁଛି। ତେଣୁ ଏ ବିଷୟଟାକୁ ଆକ୍ଚୁଆଲି ତୀକ୍ଷ୍ଣ ଭାବେ କନ୍ଧମାଳବାସୀ ଚିନ୍ତା କରିକି ଦେଖନ୍ତୁ, ଆଉ ପ୍ରକୃତ ନ୍ୟାୟକୁ ଖୋଜିବାକୁ ଚେଷ୍ଟା କରନ୍ତୁ। କେବେ ବି ଅନ୍ୟକୁ ଦୋଷାରୋପ କରିବା ଆମ ପାଇଁ ଠିକ୍ ନାହିଁ। କେବେ ବି ଅନ୍ୟ ଉପରେ ଭରସା ଯୋଗ୍ୟ ହୋଇ ରହିବା କନ୍ଧମାଳବାସୀଙ୍କର ନିର୍ଭରତା ସେମିତି କିଛି ନାହିଁ। ତେଣୁ କନ୍ଧମାଳବାସୀ ଖୁଦ୍ ଆମେ ନିଜେ ବଞ୍ଚିବା ଶିଖିଛୁ, ଆଉ ଆମେ ନିଜ ପାଇଁ ନିଜେ ଲଢ଼ିବା ଶିଖିଛୁ। ତେଣୁ ଏ ମେଡ଼ିକାଲର ନାମକରଣ କ'ଣ କରାଯିବ ସେଇଟା କନ୍ଧମାଳବାସୀଙ୍କୁ ପଚରାଯାଉ, କାରଣ ଆମେ କନ୍ଧମାଳବାସୀ ବର୍ତ୍ତମାନ ବି ବଞ୍ଚିଛୁ।